ପିଲାମାନେ ଏହି ଭିଡ଼ିଓରେ ଆମେ ଜାଣିବା ଦଶମ ଶ୍ରେଣୀ ଭୂଗୋଳ ବହିର ପ୍ରଥମ ଅଧ୍ୟାୟ ସମ୍ବଳର ତୃତୀୟ ପାଠ ମୂର୍ତ୍ତିକା ସମ୍ବଳର ବିଷୟବସ୍ତୁ ଓ ପ୍ରଶ୍ନାବଳୀକୁ ଆମେ ଆଲୋଚନା କରିବା। ପ୍ରଥମେ କହିଲା ମୂର୍ତ୍ତିକା କାହାକୁ କୁହାଯାଏ, ଏହା କିପରି ଗଠିତ ହେଉଛି? ନା ପ୍ରାକୃତିକ ପରିବେଶରେ ମୂର୍ତ୍ତିକା ଏକ ମୁଖ୍ୟ ଅଜୈବିକ ସମ୍ବଳ। ମୂର୍ତ୍ତିକାର ଅନ୍ୟ ନାମ ମାଟି। ଏହା ଭୂମିର ପୃଷ୍ଠସ୍ଥଳ ଗଠନ କରିଥାଏ। ପୃଥିବୀ ପୃଷ୍ଠରେ ଶିଳାସ୍ଥଳ ଚୂନୀଭବନ ପ୍ରକ୍ରିୟା ଯୋଗୁଁ ସୂକ୍ଷ୍ମ ଶିଳାରେଣୁରେ ପରିଣତ ହେଉଥାଏ। ଏହି ଶିଳାରେଣୁ ଗୁଡ଼ିକ ଜଳ, ବାୟୁ, କ୍ଷୟଜାତ ଜୈବିକ ଓ ଖଣିଜ ପଦାର୍ଥ ସହିତ ଉପରି ଭାଗରେ ଜମି ରହି ପତଳା ଆସ୍ତରଣ ସୃଷ୍ଟି କରେ। ଏହାକୁ ମୂର୍ତ୍ତିକା କୁହାଯାଏ। ତାପରେ କହିଲା ମୂର୍ତ୍ତିକା ଗଠନର ନିୟାମକ ଗୁଡ଼ିକୁ ଲେଖ। ନା ମୂର୍ତ୍ତିକା ଗଠନ ଏକ ଧୀର ପ୍ରକ୍ରିୟା। ମୂଳ ଶିରାର ପ୍ରକୃତି, ଜଳବାୟୁ, ସମୟ, ପ୍ରାଣୀ ଓ ଉଦ୍ଭିଦ ଆଦି କାରଣ ମୂର୍ତ୍ତିକା ଗଠନ ପାଇଁ ଦାୟୀ। ଏହି ମୂର୍ତ୍ତିକା ବାଲି, ମାଟି, ପଟୁମାଟି, ବାୟୁ, ଜୈବାଂଶର ମିଶ୍ରଣରେ ଗଠିତ ହୋଇଥାଏ। ଯେଉଁ ମୌଳିକ ବସ୍ତୁଗୁଡ଼ିକ ମୂର୍ତ୍ତିକା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି ସେଗୁଡ଼ିକୁ ମୂର୍ତ୍ତିକା ଗଠନର ନିୟାମକ ବା କାରକ ବୋଲି କୁହାଯାଏ। ଏଗୁଡ଼ିକ ହେଲା ଶିଳାରେଣୁ, ଜୈବାଂଶ, ଜଳବାୟୁ, ଭୂପୃଷ୍ଠର ଉଚ୍ଚାବଚ ଇତ୍ୟାଦି। ମୂର୍ତ୍ତିକା ଦୁଇ ଗୋଟି ବିଶେଷତ୍ୱ ସାଧାରଣତଃ ପରିଲକ୍ଷିତ ହୋଇଥାଏ। ସେଗୁଡ଼ିକ ହେଲା ପ୍ରାକୃତିକ ଏବଂ ରାସାୟନିକ। ପ୍ରାକୃତିକ ବିଶେଷତ୍ୱ ମୁଖ୍ୟତଃ ମୂର୍ତ୍ତିକାର ଗଠନ, ସଂରଚନା, ରଙ୍ଗ, ଛିଦ୍ରତା ଉପରେ ନିର୍ଭରଶୀଳ। ସେହିପରି ରାସାୟନିକ ବିଶେଷତ୍ୱ ହେଉଛି ମୂର୍ତ୍ତିକାରେ ଥିବା ଅମ୍ଳ ଅଂଶ, ଲବଣତା ଇତ୍ୟାଦି। ମୂର୍ତ୍ତିକାରେ ଭିନ୍ନତା ସୃଷ୍ଟି କରୁଥିବା କାରକଗୁଡ଼ିକ ହେଲେ ପ୍ରାଥମିକ ଶିଳା, ଉଚ୍ଚାବଚ, ଜଳବାୟୁ, ପ୍ରାକୃତିକ, ଉଦ୍ଭିଦ ଓ ଅନାବାଦୀ ଭୂମି। ତାପରେ ମୂର୍ତ୍ତିକାର ପ୍ରକାରଭେଦ। ନା ଗଠନ ଶୈଳୀ ଦୃଷ୍ଟିରୁ ମୂର୍ତ୍ତିକା ଦୁଇ ପ୍ରକାର, ଯଥା ଅପସୃତ ମୂର୍ତ୍ତିକା ଏବଂ ଅବସ୍ଥିତ ମୂର୍ତ୍ତିକା। କ୍ଷୟଜାତ ଶିଳାରେଣୁର ଆକାର ଓ ପରିମାଣ ଅନୁସାରେ ମୂର୍ତ୍ତିକାକୁ ଚାରି ଭାଗରେ ବିଭକ୍ତ କରାଯାଇଛି, ଯଥା ପଟୁମାଟି, ବାଲିଆ ମାଟି, ଦୋରସା ମାଟି ଏବଂ ମଟାଳ ମାଟି। ଭାରତୀୟ କୃଷି ଗବେଷଣା ପରିଷଦ ICARଙ୍କ ମୂର୍ତ୍ତିକାର ଶ୍ରେଣୀକରଣ ଅନୁଯାୟୀ ମୂର୍ତ୍ତିକା ମୁଖ୍ୟତଃ 9 ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି। ଏହି ମୂର୍ତ୍ତିକା ହେଲେ ପଟୁ ମୂର୍ତ୍ତିକା, ଲୋହିତ ମୂର୍ତ୍ତିକା, କୃଷ୍ଣ ମୂର୍ତ୍ତିକା, ଲାଟରାଇଟ୍ ମୂର୍ତ୍ତିକା, ପାର୍ବତ୍ୟ ମୂର୍ତ୍ତିକା, ଅରଣ୍ୟ ମୂର୍ତ୍ତିକା, ମରୁସ୍ଥଳୀ ମୂର୍ତ୍ତିକା, ଗୁଣା ଓ କ୍ଷାରୀୟ ମୂର୍ତ୍ତିକା, ପିଟ୍ ଓ ଜଳବାୟୁ ମୂର୍ତ୍ତିକା। ନା ICAR ଫୁଲ୍ ଫର୍ମ କ'ଣ? ନା ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ। ପ୍ରଥମେ ଦେଖିବା ପଟୁ ମୂର୍ତ୍ତିକା। ପଟୁ ମୂର୍ତ୍ତିକାରେ ମୁଖ୍ୟ ଶିଳାର ଖଣିଜ ଅଂଶ, ଜୈବାଂଶ ପ୍ରଚୁର ପରିମାଣରେ ଏଥିରେ ରହିଥାଏ। ଏହି ମୂର୍ତ୍ତିକା ଖୁବ୍ ଉର୍ବର ଏବଂ ଏହା କୃଷି କାର୍ଯ୍ୟ ପାଇଁ ବେଶ୍ ଉପଯୋଗୀ। ସାଧାରଣତଃ ନଦୀ ଅବବାହିକା ଅଞ୍ଚଳ ଏବଂ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳମାନଙ୍କରେ ପଟୁ ମୂର୍ତ୍ତିକା ଦେଖାଯାଏ। ଦେଶର ଆୟତନର 43% ଭୂମିରେ ପଟୁ ମୂର୍ତ୍ତିକା ଦେଖାଯାଇଥାଏ। ତାପରେ ଲୋହିତ ମୂର୍ତ୍ତିକା। ଏହା ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଗଠିତ ହୋଇଥାଏ। ଏଥିରେ ଲୌହ, ମ୍ୟାଗ୍ନେସିୟମ୍, ପଟାସ ଓ ଫସଫେଟ୍ ପ୍ରଭୃତି ଖଣିଜ ପଦାର୍ଥ ଅଧିକ ପରିମାଣରେ ଥାଏ। ମାତ୍ର ଯବକ୍ଷାରଜାନ, ଜୈବାଂଶ, ଫସ୍ଫରିକ୍ ଅମ୍ଳ ଓ ଚୂନର ଅଭାବ ଥାଏ। ଏହି ମୂର୍ତ୍ତିକା ଛୋଟନାଗପୁର ମାଳଭୂମି, ଓଡ଼ିଶା, କର୍ଣ୍ଣାଟକର ମାଳଭୂମି, ତେଲେଙ୍ଗାନା ଅଞ୍ଚଳ, ତାମିଲନାଡୁ, ବୁନ୍ଦେଲଖଣ୍ଡ, ପାଲାଘାଟ ଅଞ୍ଚଳ, ଚିତ୍ତୋରଗଡ଼ ଓ ଆଜମେର ଅଞ୍ଚଳ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଦୃଷ୍ଟିଗୋଚର ହୋଇଥାଏ। କୃଷ୍ଣ ମୂର୍ତ୍ତିକା। ଏହା କପା ଚାଷ ପାଇଁ ଉତ୍କୃଷ୍ଟ ମୂର୍ତ୍ତିକା। ଏଥିରେ ଜୈବାଂଶ, ଚୂନ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ, ଆଲୁମିନିୟମ୍ ଓ ପଟାସ ଆଦି ପଦାର୍ଥ ରହିଥିବାରୁ ଏହା କୃଷିକାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥାଏ। ଭାରତର ମହାରାଷ୍ଟ୍ରର ଡେକାନ ମାଳଭୂମି, କର୍ଣ୍ଣାଟକ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳେ। ତାପରେ ଲାଟରାଇଟ୍ ମୂର୍ତ୍ତିକା। ବୃଷ୍ଟି ଜଳ ପ୍ରକ୍ଷାଳନ ଲାଟରାଇଟ୍ ମୂର୍ତ୍ତିକାରେ ଅଧିକ ପରିମାଣରେ ହୋଇଥିବାରୁ ଏଥିରୁ ସିଲିକା ଅଂଶ ଧୋଇ ହୋଇଯାଏ। ତେଣୁ ଏଥିରେ ଯବକ୍ଷାରଜାନ, ଫସ୍ଫରସ୍ ଅମ୍ଳ, ପଟାସ, ଚୂନ, ମ୍ୟାଗ୍ନେସିୟମର ଅଭାବ ଥାଏ। ଭାରତର ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳା, ରାଜମହଲ ପର୍ବତ, ବିନ୍ଧ୍ୟ ଓ ସାତପୁରା ପର୍ବତ, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଏହି ମୂର୍ତ୍ତିକା ଦେଖାଯାଏ। ଏହାର ଉର୍ବରତା କମ୍ ହୋଇଥାଏ। ପାର୍ବତ୍ୟ ମୂର୍ତ୍ତିକା। ଏହାର ରଙ୍ଗ ଧୂସର ଓ ଘନ ଧୂସର। ଏହା ପଟୁ, ଦୋରସା କିମ୍ବା କେବଳ ଦୋରସା ମୂର୍ତ୍ତିକା। ହିମାଳୟ ପର୍ବତମାଳାର 2100 ମିଟରରୁ 3000 ମିଟର ଉଚ୍ଚ ସ୍ଥାନରେ ଅବସ୍ଥିତ ନଦୀ, ଉପତ୍ୟକା ଓ ପର୍ବତ ଶିଖରରେ ଦେଖାଯାଏ। ଅରଣ୍ୟ ମୂର୍ତ୍ତିକା। ଅରଣ୍ୟ ମୂର୍ତ୍ତିକାରେ ଉଦ୍ଭିଦର ଜୈବାଂଶ ଓ ଯବକ୍ଷାରଜାନ ଅଧିକ ଥାଏ, ମାତ୍ର ପଟାସ, ଫସ୍ଫରସ୍ ଓ ଚୂନ ଅଂଶ କମ୍ ଥାଏ। ଏହାର ରଙ୍ଗ କଳା, ମାତ୍ର ନିମ୍ନ ଭାଗରେ ପାଉଁଶିଆ ଧୂସର କିମ୍ବା ପାଉଁଶିଆ ନାଲ ଦେଖାଯାଏ। ଭାରତରେ ଆସାମ, ମେଘାଳୟ, ସିକିମ୍, ମଣିପୁର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏହି ମୂର୍ତ୍ତିକା ଦେଖାଯାଏ। ଏହି ମୂର୍ତ୍ତିକାରେ ଚାହା, କଫି, ମସଲା, ଫଳ, ବାଲି, ଗହମ ଇତ୍ୟାଦି ଚାଷ କରାଯାଏ।
मरुस्थली मृत्तिका यह अनुबर मृत्तिका शुष्क और अधशुष्क जलवायु अंचल देखा जाए। एथिरे अधिक परिमाण में बाली फस्फरस लवण थाए मात्र कम जैवांश जबक्षारजान कैल्शियम कार्बोनेट थाए। भारतर थर मरुभूमि पंजाब हरियाणा गुजरात राज्य मानकरे मरुस्थली मृत्तिका दृष्टिगोचर हुए। लुणा और क्षारीय मृत्तिका यही मृत्तिकार लुण और क्षारीय रासायनिक पदार्थ अधिक थाए। यार जलधारण क्षमता बहुत कम होता है। भारतर विभिन्न स्थान में यह स्थानीय नाम परिचित। उत्तर प्रदेश पंजाब रे यह ऊसर मृत्तिका कहुए। पीट और जलाभूमि मृत्तिका यही मृत्तिकार जैवांश लवण अंश अधिक परिमाण थाए मात्र फस्फेट और पोटासर अभाव देखा जाए। यार रंग कला और अधिक ओजन विशिष्ट। आर्द्र जलवायु अंचल ओडिशा पश्चिमबंग तमिलनाडु केरल प्रभृति राज्य में यही मृत्तिका देखा जाए। भारत में मृत्तिका संबंधी समस्या मृत्तिका संबंधी मुख्य समस्या है मृत्तिका क्षय उर्वरता ह्रास मरुकरण जलबंदी लवणता क्षारत्व उर्वरता ह्रास नगरीकरण परिवहन विकास और मनुष्यकृत प्रतिबंधक इत्यादि। प्राकृतिक विपर्यय मनुष्य मानकर कार्यकलाप आदि मृत्तिका क्षयर वृद्धि घटी चली। मृत्तिका क्षय जोगु भूमिर उर्वरता ह्रास पाइबा सह कृषि उत्पादन क्षमता मध्य ह्रास पाउअछि। तापर जल प्रवाह द्वारा मृत्तिका क्षय जल प्रवाह द्वारा तीन प्रकार मृत्तिका क्षय होता है यथा पुष्ट मृत्तिका क्षय साधारणतः भावे प्रत्येक स्थान में होता है। आंगुली आकृतिर क्षय क्षय पर्वतीय भूमि होता है। गर्भक्षय तीख पहाड़ और आर्द्र भूमि होता है। बर्तमान आम यार प्रश्नावली विषय आलोचना करवा। 1 देला निम्नलिखित प्रश्नर उत्तर दियो। कर देला मृत्तिका गठनर विभिन्न नियम गुड़िक कौन ना मृत्तिका गठन को प्रभावित करुवा मौलिक वस्तुगुड़ी को मृत्तिका गठन नियामक व कारक बोलिकी कहती। मृत्तिका गठनर कारक गुड़िक है शिलारेणु जैवांश जलवायु भूपृष्ठर उच्चावच इत्यादि। मृत्तिका जो प्राथमिक शिलारू सृष्टि हुए से प्राथमिक शिला मृत्तिकार रंग विन्यास रासायनिक गुण खनिज पदार्थ जैवांशर परिमाण और भेदता को प्रभावित करिथाए। भू उच्चावच और समय मृत्तिकार संचय परिमाण और मृत्तिका स्तर को प्रभावित करुवा बेले मृत्तिकार जैवांश परिमाण उक्त स्थानर उद्भिद प्राणी अणुजीव गुड़िक द्वारा प्रभावित होता है। तापमात्रा वृष्टिपात वायु प्रवाह इत्यादि जलवायु संपर्कित नियामक द्वारा मध्य मृत्तिका गठित होता है। प्राकृतिक विशेषत्व मृत्तिकार गठन संरचना रंग छिद्रता उपर निर्भरशील हेला बेले रासायनिक विशेषत्व रासायनिक मृत्तिकार अम्ल अंश लवणता प्रभृति उपर निर्भर करे। खरे कहले दोरसा मृत्तिका क्या कहती ना बालिया पटु और मोटाल समान परिमाण में मिसिक जो मृत्तिका सृष्टि करती ताकू दोरसा मृत्तिका कहुए। दोरसा मृत्तिका अधिक उर्वर एवं आखु चाष अधिक उपादेय। गरे कहला अपसृत मृत्तिका क्या कहती चूनीभूत शिलारेणु गुड़िक बा अवस्थित मृत्तिका विभिन्न प्राकृतिक क्षयकारी बाहक यथा नदी वायु हिमवाह इत्यादि द्वारा परिवाहित होई अन्य स्थान में संचित होगा प्रक्रिया द्वारा जो मृत्तिका सृष्टि करे ताहाकू परिवाहित मृत्तिका बा अपसृत मृत्तिका कहुए। उदाहरण स्वरूप पटुमाटी लोहेस इत्यादि अपसृत मृत्तिकार उदाहरण। 2 नंबर देला पार्थक्य दर्शाओ। कर देला पेडाल फर और पेडोकाल मध्य पार्थक्य। पेडाल फर कौन ना लवणात्मक युक्त और स्वल्प जैवांश विशिष्ट मृत्तिका को पेडाल फर मृत्तिका कहुए। यह एक लाल मृत्तिका भाव में दक्षिण भारत में विभिन्न आर्द्र अंचल में देखा जाए। पेडोकाल मृत्तिका कौन पेडोकाल मृत्तिकार चून पदार्थ अधिक परिमाण में संचित होता है। यह एक अम्लीय किंतु अधिक क्षारीय मृत्तिका होता है। भारतर उत्तर पश्चिम अंचल में शुष्क बा अधशुष्क जलवायु जोगु कम वृष्टिपात हेउथुबा अंचल में पेडोकाल मृत्तिका देखा जाए। खरे देला खदर और भंगर। खदर कौन ना उत्तर भारत में गंगा नदीर समतल अंचल में देखा जाउतुबा नूतन पटु मृत्तिका को खदर कहुए। यार रंग कला नदी सज्जार प्लावन भूमि रे खादर मृत्तिका देखा जाए। एथिरे बाली अंश अधिक मात्रा रही है। भांगर कौन ना उत्तर भारतर गंगा नदी एवं तार उपनदी गुड़िकर अववाहिका देखा जाउतुबा पुरातन पटु मृत्तिका को भांगर कहुए। नदीर प्लावन भूमि ठारू बन्या जल पहुँचु नथिबा अंचल में यह मृत्तिका देखा जाए। एथिरे माटी अंश अधिक परिमाण में रही है।
ଗରେ ଦେଲା କଙ୍କର ଓ ତରାଇ। କଙ୍କର ମୂର୍ତ୍ତିକା କ'ଣ? ଉତ୍ତର ଭାରତରେ ଗଙ୍ଗା ନଦୀର ସମତଳ ଭୂମିରେ କେତେକ ସ୍ଥାନରେ ଚୂନ ଗୋଡ଼ି ମିଶା ମୂର୍ତ୍ତିକା ଦେଖିବାକୁ ମିଳେ। ଏଗୁଡ଼ିକୁ କଙ୍କର ମୂର୍ତ୍ତିକା କୁହାଯାଏ। ସେପରି ତରାଇ ମୂର୍ତ୍ତିକା କ'ଣ? ଶିୱାଲିକ ପର୍ବତମାଳାର ପାଦଦେଶରେ ଦକ୍ଷିଣରେ ଥିବା ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥିବା ମୂର୍ତ୍ତିକାକୁ ତରାଇ ମୂର୍ତ୍ତିକା କୁହାଯାଏ। ଘରେ ଦେଲା ରେଗୁଲ ମୂର୍ତ୍ତିକା ଓ ବରି ମୂର୍ତ୍ତିକା। ରେଗୁଲ ମୂର୍ତ୍ତିକା କ'ଣ? ନା ଦାକ୍ଷିଣାତ୍ୟ ମାଳଭୂମିରେ ଦେଖାଯାଉଥିବା କୃଷ୍ଣକାର୍ପସ ମୂର୍ତ୍ତିକାକୁ କେତେକ ସ୍ଥାନରେ ରେଗୁଲ କୁହାଯାଏ। ଏହି ମୂର୍ତ୍ତିକା ଅତ୍ୟନ୍ତ ଉର୍ବର। ସେହିପରି ବରି ମୂର୍ତ୍ତିକା କେରଳରେ ପିଟ୍ ଓ ଜଳବାୟୁ ମୂର୍ତ୍ତିକାକୁ ବରି ମୂର୍ତ୍ତିକା କୁହାଯାଏ। ଏହି ମୂର୍ତ୍ତିକା ଅନୁର୍ବର। 3 ନମ୍ବର ଦେଲା ନିମ୍ନଲିଖିତ ଶବ୍ଦକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର। କରେ ଦେଲା ଅବସ୍ଥିତ ମୂର୍ତ୍ତିକା। ନା ଚୂନି ଭବନ ପ୍ରକ୍ରିୟାରେ ଶିଳା କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ଫଳରେ ସେହି ସ୍ଥାନରେ ଜମା ହୋଇ ସୃଷ୍ଟି କରୁଥିବା ମୂର୍ତ୍ତିକାକୁ ଆମେ ଅବସ୍ଥିତ ମୂର୍ତ୍ତିକା ବୋଲି କହିବା। ସେପରି ଘରେ ଦେଲା ଚେନୋଜେମ୍ ମୂର୍ତ୍ତିକା। କୃଷ୍ଣକାର୍ପସ ମୂର୍ତ୍ତିକାକୁ ଆନ୍ତର୍ଜାତିକ ସ୍ତରରେ କ୍ରାନ୍ତୀୟ ଚେନୋଜେମ୍ ମୂର୍ତ୍ତିକା କୁହାଯାଏ। ଗରେ ଦେଲା ପୀତ ମୂର୍ତ୍ତିକା। ନା ଲୋହିତ ମୂର୍ତ୍ତିକାରେ ଜଳୀୟ ଅଂଶ ଅଧିକ ଥିଲେ ହଳଦିଆ ରଙ୍ଗ ହୋଇ ପୀତ ମୂର୍ତ୍ତିକାରେ ପରିଣତ ହୋଇଥାଏ। ପିଲାମାନେ ଏହି ଭିଡ଼ିଓରେ ପଢ଼ିଲେ ଆମେ ମୂର୍ତ୍ତିକା ସମ୍ବଳର ବିଷୟବସ୍ତୁ ଓ ତାର ପ୍ରଶ୍ନୋତ୍ତରକୁ ଆଲୋଚନା କଲେ। ଧନ୍ୟବାଦ।